ପାଣ୍ଡିଆନ ବାବୁଙ୍କ ଉପରେ କ'ଣ ଆକ୍ସନ୍ ନେଲେ? ସମସ୍ତଙ୍କର ନଜର ଥିଲା ପାଣ୍ଡିଆନ ବାବୁଙ୍କ ଉପରେ ଆପଣ ଆକ୍ସନ୍ ନେବେ। ତାଙ୍କ ଉପରେ ଆକ୍ସନ୍ ନେବେ। ସୁଜାତାଙ୍କ ଉପରେ ନଜର ଥିଲା, ସୁଜାତା କାର୍ତ୍ତିକଙ୍କ ଉପରେ ନଜର ଥିଲା, ପାଣ୍ଡୁବାବୁଙ୍କ ସ୍ତ୍ରୀ ଉପରେ ନଜର ଥିଲା ସମସ୍ତଙ୍କର କି ତାଙ୍କ ଉପରେ କିଛି ଆକ୍ସନ୍ ନିଆହେବ। କିନ୍ତୁ ନାହିଁ, ସିଏ ଆସୁ ଆସୁ ମିଶନ ଶକ୍ତିରେ ଯୋଗ ଦଉଁ ମିଶନ ଶକ୍ତି ମା ମାନେ ଆସି ରାଜରାସ୍ତାରେ ବସି ଆନ୍ଦୋଳନ କଲେ। ଆ ଉପରେ କ'ଣ ଆକ୍ସନ୍ ନେବେ? ଏପର୍ଯ୍ୟନ୍ତ କିଛି ଆକ୍ସନ୍ ନେଇପାରିଲେଣି କି? ଆପଣମାନେ ଜାଣିପାରୁନାହାନ୍ତି କ'ଣ ଚାଲିଛି ଏବେ। ସରକାର ଗଢ଼ିଆ 6 ମାସ ହେଲାଣି, କିନ୍ତୁ ଲୋକ ଦେଖାଣିଆ କାମ ଗୋଟେ ହେଇପାରିଲାଣି। ଯେମିତିକି ନବୀନ ବାବୁ ପ୍ରଦୀପ ପାଣି କାହିଁକି ଆଡଜଷ୍ଟ କରି ଭିତରେ ପୁରେଇଥିଲେ, ସେଇ ଟାଇପ୍ର କିଛି ଗୋଟେ ମାନେ ଆକ୍ସନ୍ ନେଇକି ଦେଖାନ୍ତୁ। ଗୋଟେ ବିଧାୟକ ହଉ କି ଗୋଟେ ଏମ୍ପି ହଉ, ତାଙ୍କ ଉପରେ ପୂର୍ବତନ ଏମ୍ପି ହଉ, ତାଙ୍କ ଉପରେ ଗୋଟେ ଆକ୍ସନ୍ ନେଇ ଦେଖାଅ। ଜୟ ଶ୍ରୀରାମ ସାଙ୍ଗମାନେ, ମୁଁ ଡୁଗୁ ଆପଣଙ୍କୁ ସ୍ୱାଗତ କରୁଛି ମୋର ଆଉ ଗୋଟେ ଟପିକ୍ ଉପରେ। ଆଜିର ଟପିକ୍ ହେଲା କ'ଣ ନା, ମୋହନ ସରକାର ପୂର୍ବ ସରକାରରେ ଥିବା ନବୀନ ବାବୁଙ୍କ ସରକାରକୁ କରିଥିବା ଯେତେକ ପାପକୁ ସବୁ ଯାକ ଲୁଚାଉଛି। କାହିଁକିନା ବିଜେପିର ଦେଖନ୍ତୁ ଇଲେକ୍ସନ୍ ମୁଦାରେ ତାଙ୍କ ମ୍ୟାନିଫେଷ୍ଟୋରେ କ'ଣ ଥିଲା? ଫାଷ୍ଟ ଥିଲା କ'ଣ ନା, ଆମେ ପୂର୍ବ ସରକାର କରିଥିବା କେଳେଙ୍କାରୀକୁ ସବୁକୁ ସାମ୍ନାକୁ ଆଣିବୁ, ଲୋକଲୋଚନକୁ ଆଣିବୁ ଏବଂ ତାଙ୍କ ବିରୁଦ୍ଧରେ ସଠିକ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ମୋର ମୋହନ ସରକାରଙ୍କୁ ପ୍ରଥମ ପ୍ରଶ୍ନ ଯେ ଆପଣ କେତେ ଜଣଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେଣି? ଖାସ୍ କରି ଯେଉଁ ପାଣ୍ଡିଆନଙ୍କ ବିରୁଦ୍ଧରେ ଆପଣ କହିକିରି ସରକାରକୁ ଆସିଥିଲେ, ସେ ପାଣ୍ଡୁବାବୁଙ୍କ ଉପରେ କେତେ ଆକ୍ସନ୍ ଗ୍ରହଣ କଲେଣି? କାହିଁ ଲୋକମାନେ ତ ଆଜି ପର୍ଯ୍ୟନ୍ତ ହେଲାଣି ପଦେ ଦେଖିପାରିଲେନି ମୋହନ ସରକାର ପାଣ୍ଡୁବାବୁଙ୍କ ଏଗନେଷ୍ଟରେ ମାନେ କାର୍ଯ୍ୟାନୁଷ୍ଠାନ। ଦ୍ୱିତୀୟ କଥା, ମୁଁ ଧନ୍ୟବାଦ ଦେବି ଆମର ଯେ RTI କର୍ମୀ ଥିଲେ, ଆମର କ'ଣ କ୍ଷିତୀଶ ସିଂ, ସେ କେନ୍ଦ୍ରାପଡ଼ାର ଭାଇ ଜଣେ, ସେ RTI ତଥ୍ୟ ମାଗିଥିଲେ ନବୀନଙ୍କର ମାନେ ପଛରେ କେତେ ଖର୍ଚ୍ଚ ହେଇଛି, ଇଲେକ୍ସନ୍ ଯେଉଁ ପାଣ୍ଡିଆନଙ୍କ ହେଲିକପ୍ଟର ଖର୍ଚ୍ଚ କେତେ ହେଇଛି, ମୋ ବର୍ଷ କିଣାରେ କେତେ ଖର୍ଚ୍ଚ ହେଇଛି, ଆଉ ଲକ୍ଷ୍ମୀ ବର୍ଷ କିଣାରେ କେତେ ଖର୍ଚ୍ଚ ହେଇଛି ସିଏ କହିଥିଲେ। କିନ୍ତୁ ତାକୁ RTI କର୍ମୀ କ'ଣ ରିପୋର୍ଟ ମିଳିଲା? ତାଙ୍କ ପାଖରେ ତଥ୍ୟ ନାହିଁ। ଏଇଟା ମୋହନ ସରକାର କ'ଣ ତଥ୍ୟ ଲୁଚେଇଲେ? ଆଗରୁ ବିଜେପି ବାଲା ଅଭିଯୋଗ କରୁଥିଲେ କ'ଣ ନା ବିଜେଡ଼ି ସରକାର ତଥ୍ୟ ଲୁଚାଉଛନ୍ତି। ତାହେଲେ ଏବେ ଯେଉଁ ଆପଣ ବିଜେଡ଼ି ସରକାର ଥିଲାବେଳେ ତାଙ୍କ ତଥ୍ୟ ଯେଉଁ ଲୁଚାଉଛନ୍ତି, ଆପଣ କ'ଣ ଠିକ୍ କରୁଛନ୍ତି? ମୁଁ ପ୍ରଥମରୁ କହି ରଖିଛି ଯେ ଲୋକମାନେ ଏବେ ବି ନବୀନ କ୍ରେଜ୍ ଲୋକମାନଙ୍କ ମନରେ ଅଛି, ଆଗକୁ ବି ରହିବ। କାହିଁକି ନବୀନ ପଟ୍ଟନାୟକ ଆଜି ସରକାରରେ ରହିଲେନି? ତାର 2ଟା କାରଣ। ଗୋଟେ କାରଣ ହେଲା ପାଣ୍ଡିଆନ, କାହିଁକିନା ସାରା ଓଡ଼ିଶା ଘନ ଘନ ଗସ୍ତ କଲେ, ହେଲିକପ୍ଟରରେ ଗସ୍ତ କଲେ, ଟେଣ୍ଟ ମରା ହେଲା, ଭୋଜି ଭାତ ହେଲା, ଷ୍ଟେଜ୍ ହେଲା, ଓନ୍ଲି ଫର୍ ଷ୍ଟେଜ୍ରେ କିଏ ନା ପାଣ୍ଡୁବାବୁ। ଆଉ କାହାକୁ ଦେଖିଲେନି, ଦେଖିବାକୁ ମିଳିଲାନି? ପାଣ୍ଡୁବାବୁଙ୍କୁ ଦେଖିବାକୁ ମିଳିଲା। ପାଣ୍ଡୁବାବୁ କହିସାରିଲା ପରେ ଆଉ ଯେଉଁ ନେତାମାନେ ଷ୍ଟେଜ୍କୁ ଯିବେ ଯାହା କରିବେ। କିନ୍ତୁ ପାଣ୍ଡୁବାବୁ ବୁଲିଥିବା ହେଲିକପ୍ଟର ଗସ୍ତରେ କେତେ ଟଙ୍କା ଖର୍ଚ୍ଚ ହେଇଛି ଆକୁ ଅଭିଯୋଗ କରିଥିଲେ କି ବିଜେପି ବାଲା? କିନ୍ତୁ ଏପର୍ଯ୍ୟନ୍ତ ବିଜେପି ସରକାରକୁ ଆସିଲାଣି, ସେ ଅଭିଯୋଗ ଉପରେ କ'ଣ ଏପର୍ଯ୍ୟନ୍ତ ତଥ୍ୟ ଆସିଲାଣି? କେତେ କୋଟି ଟଙ୍କା ଖର୍ଚ୍ଚ ହେଇଛି, କ'ଣ ନାହିଁ କ'ଣ ହେଇଛି? ଆପଣ ଗୋଟେ ଦେଖେଇଥିଲେ କି କେନ୍ଦ୍ରାପଡ଼ାରେ ଗୋଟେ ଇଲିଗାଲ ମାନେ ଯେଉଁଠି ହେଲିକପ୍ଟର ଓହ୍ଲେଇବ ଗୋଟେ ହେଇଥିଲା, 10 ଲକ୍ଷ ଟଙ୍କା 12 ଲକ୍ଷ ଟଙ୍କା ଗୋଟେ ବିଲ୍ ହେଇଥିଲା। ତାପରେ ଆମର ପୁରୀ ପାଖରେ କୋଉଠି ଗୋଟେ ହେଇଥିଲା 10-12 ଲକ୍ଷ ଟଙ୍କା, ସେଠି ଗୋଟେ। ଏମିତି ସାରା ଓଡ଼ିଶାରେ ଆପଣ କହିଲେ, ତା ତଥ୍ୟ ମାଗିଲେ ଆପଣ କାହିଁ ଲୁଚାଉଛନ୍ତି? ତାପରେ ଦ୍ୱିତୀୟ କଥା, ଯଦି ସବୁଠାରୁ ବେଶୀ ମାନେ ଯଦି ଦୁର୍ନୀତି ହେଇଥାଏ, ସେ ହେଉଛି IT ଡିପାର୍ଟମେଣ୍ଟରେ ହେଇଥିଲା। ଏଇଟା ମୁଁ କହୁନି, ବିଜେପି ସରକାର ଆଗ ଅନୁଭବ କରିଛି ଯେ କେନ୍ଦ୍ରର ଗୃହମନ୍ତ୍ରୀ ହୁଅନ୍ତୁ କି ଅମିତ ଶାହା ହୁଅନ୍ତୁ କି ମୋଦି ହୁଅନ୍ତୁ, ତାଙ୍କୁ କେଉଁ ଟାଇପ୍ର ସବୁ IT ସେଲ୍ ସେଠି କାମ କରୁଥିଲା ଆପଣ ଦେଖିବେ। ମାନେ ଅଲଗା ପ୍ରକାର ସେଠି ସବୁ ଦୁର୍ନୀତି ଚାଲିଥିଲା। ମାନେ ତାଙ୍କୁ ଅଶ୍ଳୀଳ କଦର୍ଯ୍ୟ ଭାବରେ କରିକିରି ଫଟୋ ଛଡ଼ା ହେଉଥିଲା। କିନ୍ତୁ ତାଙ୍କ ଏଗନେଷ୍ଟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ପୂର୍ବରୁ ସେ ସଚିବ କ'ଣ କଲେ ନା VRS ନେଇଗଲେ। ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେନି। ଠିକ୍ ଅଛି, ଯଦି ତାଙ୍କ ଉପରେ ଆପଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ନାହିଁ, ଆଶିଷ ସିଂ ଆଉ DS କୁଟେ ଆଙ୍କ ଉପରେ ଆପଣ କ'ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ? ଆପଣ ବା ଇଲେକ୍ସନ୍ କମିଶନଙ୍କ ପାଖରେ ଅଭିଯୋଗ କରିଥିଲେ ଯେ ଗୋଟେ IPS ଗୋଟେ IAS ଅଫିସରଙ୍କ ଏଗନେଷ୍ଟରେ ତାଙ୍କୁ ଏମ୍ସ, ସିଏ ଗୋଟେ ଜଣେ ଛୁଟି ନେଇଗଲେ, ତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ହେଲା ଏମ୍ସରେ କି ତାଙ୍କ ସ୍ୱାସ୍ଥ୍ୟ ଠିକ୍ ଅଛି, ତାଙ୍କୁ ମାନେ ଇଲେକ୍ସନ୍ କମିଶନର ମାନେ ଇଏ କରିଦେଇଥିଲେ, କାର୍ଯ୍ୟରୁ ବାହାର କରିଦେଇଥିଲେ। ଏବେ କେନ୍ଦ୍ର କେମିତି ତାଙ୍କୁ ନେଲା? କୁହନ୍ତୁ ଟିକେ, ଡେପୁଟେସନରେ କେନ୍ଦ୍ର ତାଙ୍କୁ କେମିତି ନେଲା? କ'ଣ ଏବେ ଲୋକମାନଙ୍କ ମନରେ କ'ଣ ଧାରଣା ସୃଷ୍ଟି କଲେ ଆପଣ ମୋହନ ସରକାର ଯେ ସେମାନେ ଠିକ୍ ଥିଲେ, ଆପଣ ମିଛଟାରେ ତାଙ୍କୁ ଇଲେକ୍ସନରେ ତାଙ୍କୁ ହଇରାଣ କରୁଥିଲେ, ତାଙ୍କ ଇମ୍ପ୍ରେସନ୍ ଖରାପ କରାଉଥିଲେ? ଏଇଟା ତ ମୋ ମନରେ ସନ୍ଦେହ ଅଛି। ସାଧାରଣ ଗୋଟେ ଗାଁ ଲେବୁଲରେ ଯଦି ମୁଁ ଗୋଟେ ଛୋଟ ମାନେ ଲୋକ ହେଇକିରି ମୁଁ ଜାଣିପାରୁଛି
ତାହେଲେ ଆପଣ ମିଛଟାରେ ବଦନାମ କରୁଥିଲେ। ତାହା ନହେଲେ ଆପଣ ପାଣ୍ଡିଆନ ଗସ୍ତରେ କେତେ ଟଙ୍କା ଖର୍ଚ୍ଚ ହେଇଛି ଆପଣ ତା ତଥ୍ୟ ଲୁଚେଇଲେ। ମୋ ବସ୍ରେ କେତେ କୋଟି ଟଙ୍କା ଖର୍ଚ୍ଚ ହେଇଛି ତା ତଥ୍ୟ ଲୁଚେଇଲେ। ଲକ୍ଷ୍ମୀ ବସ୍ରେ କେତେ କୋଟି ଟଙ୍କା ଖର୍ଚ୍ଚ ହେଇଛି ତା ତଥ୍ୟ ଲୁଚେଇଲେ। ନହେଲେ ମୁଁ ଧନ୍ୟବାଦ ଦେବି ଆମର ସେ ଯେଉଁ ରାଜା ସ୍ୱାଇଁ ଯିଏ ଆମର ଆଠଗଡ଼ ବିଧାୟକ ଅଛନ୍ତି, ମାନ୍ୟବର ବିଧାୟକଙ୍କୁ ମୁଁ ଧନ୍ୟବାଦ ଦେବି। ସେ ଡାଇରେକ୍ଟ ତ ଖୁଲମଖୁଲା କଲେ ଯଦି ତମ ଗାଡ଼ିରେ ଦମ୍ ଅଛି ଆମକୁ ଆରେଷ୍ଟ କରି ଦେଖାଅ, ଆମ ବିରୁଦ୍ଧରେ ଆକ୍ସନ୍ ନେଇ ଦେଖାଅ, ଆମେ ଜାଣିବୁ। ତାହେଲେ ତମର ଏପର୍ଯ୍ୟନ୍ତ ହେଲା ତାଙ୍କ ବିରୁଦ୍ଧରେ କିଛି ସଠିକ୍ ଠୋସ୍ ଆଉ ପ୍ରମାଣ ପାଇପାରୁନ। ନହେଲେ ତାଙ୍କ ତଥ୍ୟ କାହିଁ ଲୁଚେଇଥାନ୍ତ? ତାମାନେ ସେ କିଛି ଇଲିଗାଲ କରିନାହାନ୍ତି। ଏବେ ବି ନବୀନ ବାବୁ କହନ୍ତି ସ୍ୱଚ୍ଛ ନିର୍ମଳ ତାଙ୍କ ଭାବମୂର୍ତ୍ତି ଠିକ୍ ଅଛି, ଆପଣ ମିଛଟାରେ ଅପପ୍ରଚାର କରୁଥିଲେ। ଆମେ ତ ଏଇଆ ଭାବିବୁ, ଆମେ କ'ଣ ଏଇଆ ଭାବିବୁ? ଜନସାଧାରଣ ଗାଁ ଗହଳିରେ ଭାବିଲେଣି। ଆପଣଙ୍କ ଇଲେକ୍ସନ ମ୍ୟାନିଫେଷ୍ଟୋ ହିସାବରେ ଆପଣ କ'ଣ କରିଛନ୍ତି ଏବେ କହୁନାହାନ୍ତି? କେତେଟା ସରକାରୀ ଉପରେ ଆକ୍ସନ୍ ନେଇଛନ୍ତି, କେତେଟା ବିଧାୟକ ଉପରେ ଆକ୍ସନ୍ ନେଇଛନ୍ତି ଆପଣ କୁହନ୍ତୁ। ଆପଣ ଖାଲି ଗୃହରେ ଆସିକି ମନ୍ତବ୍ୟ ଦେଇଦେଲେ ହେବ କି? ଯିଏ 147 ବିଧାୟକରୁ 107 କୋଟିପତି, ସେଥିମଧ୍ୟରୁ ବିଜେଡ଼ିର 43ଟା, 51ରୁ 43ଟା କୋଟିପତି। ଆରେ ଭାଇ 51ରୁ ତାଙ୍କ 43ଟା ହେଉ କି 55ଟା ହେଉ, ଆପଣଙ୍କର କେତେଟା ଅଛନ୍ତି କୋଟିପତି? ଫାଷ୍ଟ ସେଇଟା ଦେଖନ୍ତୁ। ତାପରେ ପାଣ୍ଡିଆନ ବାବୁଙ୍କ ଉପରେ କ'ଣ ଆକ୍ସନ୍ ନେଲେ? ସମସ୍ତଙ୍କର ନଜର ଥିଲା ପାଣ୍ଡିଆନ ବାବୁଙ୍କ ଉପରେ କ'ଣ ଆକ୍ସନ୍ ନେଲେ? ସମସ୍ତଙ୍କର ନଜର ଥିଲା ପାଣ୍ଡିଆନ ବାବୁଙ୍କ ଉପରେ ଆପଣ ଆକ୍ସନ୍ ନେବେ, ତାଙ୍କ ଉପରେ ଆକ୍ସନ୍ ନେବେ। ସୁଜାତାଙ୍କ ଉପରେ ନଜର ଥିଲା, ସୁଜାତା କାର୍ତ୍ତିକଙ୍କ ଉପରେ ନଜର ଥିଲା, ପାଣ୍ଡୁବାବୁଙ୍କ ସ୍ତ୍ରୀ ଉପରେ ନଜର ଥିଲା, ସମସ୍ତଙ୍କର କି ତାଙ୍କ ଉପରେ କିଛି ଆକ୍ସନ୍ ନିଆହେବ। କିନ୍ତୁ ନାହିଁ, ସିଏ ଆସୁ ଆସୁ ମିଶନ ଶକ୍ତିରେ ଯୋଗ ଦଉଁ ମିଶନ ଶକ୍ତି ମା ମାନେ ଆସି ରାଜରାସ୍ତାରେ ବସି ଆନ୍ଦୋଳନ କଲେ। ଆ ଉପରେ କ'ଣ ଆକ୍ସନ୍ ନେବେ? ଏପର୍ଯ୍ୟନ୍ତ କିଛି ଆକ୍ସନ୍ ନେଇପାରିଲେଣି କି? ଆପଣମାନେ ଜାଣିପାରୁନାହାନ୍ତି କ'ଣ ଚାଲିଛି ଏବେ। ସରକାର ଗଢ଼ିଆ 6 ମାସ ହେଲାଣି, କିନ୍ତୁ ଲୋକ ଦେଖାଣିଆ କାମ ଗୋଟେ ହେଇପାରିଲାଣି। ଯେମିତିକି ନବୀନ ବାବୁ ପ୍ରଦୀପ ପାଣି କାହିଁକି ଆଡଜଷ୍ଟ କରି ଭିତରେ ପୁରେଇଥିଲେ, ସେଇ ଟାଇପ୍ର କିଛି ଗୋଟେ ମାନେ ଆକ୍ସନ୍ ନେଇକି ଦେଖାନ୍ତୁ। ଗୋଟେ ବିଧାୟକ ହଉ କି ଗୋଟେ ଏମ୍ପି ହଉ, ତାଙ୍କ ଉପରେ ପୂର୍ବତନ ଏମ୍ପି ହଉ, ତାଙ୍କ ଉପରେ ଗୋଟେ ଆକ୍ସନ୍ ନେଇ ଦେଖାଅ। ନାଇଁ, ଆଗକୁ ଜଗଦୀଶ ଧନଖଡ଼ଙ୍କ ଉପରେ ଅନାସ୍ଥା ପ୍ରସ୍ତାବ ଆସିଛି। ପାଣ୍ଡୁବାବୁ ଆମର କ'ଣ କଲେ, ଆଦାନୀଙ୍କ ପୁଅଙ୍କ ବିବାହ ପ୍ରି ୱେଡ଼ିଂରେ ପହଞ୍ଚିଗଲେ, ସେଠି ସରେଣ୍ଡର କରିଗଲେ। ତେଣୁକରି ତାଙ୍କ ଏଗନେଷ୍ଟରେ ଆଉ କିଛି ଖୋଲା ହେବ ନାହିଁ। ମୁଁ କ'ଣ କହିବି, ଜନସାଧାରଣରେ ଏଇଟା ଚର୍ଚ୍ଚା ଚାଲିଛି। ମୁଁ ଯଦି ଗାଁ ଗହଳିରେ ଗୋଟେ ଲୋକ ହିଁ, ମୁଁ ଏଠି ତ ମୋ ପାଖରେ ଏତକ ତଥ୍ୟ ରହିପାରୁଛି, ଆମେ ଜାଣିପାରୁଛୁ। ବିନା ତଥ୍ୟରେ କିଛି କହିବୁନି ୟୁଟ୍ୟୁବରେ, ଆମେ ଏଇଟା ଜାଣିଛୁ, ତଥ୍ୟରେ କି ଆମେ କହୁଛୁ। ତା ମାନେ ଲୋକମାନେ ଠିକ୍ କୁହନ୍ତି ଯେ ଯେତେକ ରାଜନୀତିଆ ଦଳ ତାଙ୍କ ଭିତରେ ଠିକ୍, କିନ୍ତୁ ଲୋକଙ୍କୁ ଏଠି ଭୁଆଁ ବୁଲଉଛନ୍ତି। ଲୋକ ଏଠି ଭୁଆଁ ବୁଲୁଛନ୍ତି। ଯଦି ଏବେ ଲୋକଙ୍କ ଭରସା ଥିଲା ମୋହନ ମାଝୀ ସରକାର ଉପରେ, କି ମୋହନ ମାଝୀ ସରକାର ଆସିଲେ କିଛି କରିବେ ଲୋକମାନଙ୍କ ପାଇଁକା, ଯେଉଁମାନେ ଖାଇଥିଲେ, ଯିଏ 5T ଦୁର୍ନୀତି ହେଉ କି ଆମ ଓଡ଼ିଶା ନବୀନ ଓଡ଼ିଶା ଦୁର୍ନୀତି ହେଉ, ଯାହା ବି ହେଉ ହେଇଥିଲା, ତାଙ୍କ ଉପରେ କିଛି ଆକ୍ସନ୍ ନିଆହେବ। ଏପର୍ଯ୍ୟନ୍ତ କିଛି ଆକ୍ସନ୍ ନିଆଗଲାଣି। ଏବେ ଲୋକମାନେ ଭାବିଲେଣି ଯେ ବିଜେପି ସରକାର ଆମ ହାତରେ ପ୍ରତାରଣା କରୁଛି। ଏଇଟା ମୁଁ କହୁନି, ଗ୍ରାସ୍ ଲେବୁଲ୍ରୁ ବି ଏଇଟା ହାୱା ହିଁ ଉଠୁଛି। ତେଣୁକରି ଆକୁ ମୋହନ ମାଝୀ ସରକାର କେମିତି ଫେସ୍ କରିବେ ପଞ୍ଚାୟତ ଇଲେକ୍ସନକୁ, ସେଇଟା ଜଣାପଡ଼ିବ। ତେଣୁକରି ପଞ୍ଚାୟତ ଇଲେକ୍ସନ ଆଗରୁ କିଛି ଗୋଟେ ବଡ଼ ଧରଣର ଷ୍ଟେପ୍ ନିଅନ୍ତୁ, ତାପରେ ଜାଣିପାରିବେ ମୋହନ ମାଝୀ ସରକାର ଠିକ୍ କି ଭୁଲ, ଏଇଟା ଜନସାଧାରଣ ଜାଣିବେ। ନହେଲେ ପୁଣି ନବୀନ ବାବୁଙ୍କର ସମର୍ଥିତ କ୍ୟାଣ୍ଡିଡେଟ୍ ଜିତିବେ, ବ୍ଲକ ଚେୟାରମ୍ୟାନ୍ ଦଖଲ କରିବେ, ଜିଲ୍ଲା ପରିଷଦ ପ୍ରେସିଡେଣ୍ଟ ଦଖଲ କରିବେ, ବିଜେପି ବାଲା ଅନେଇ ରହିବେ। ରହୁଛୁ, ଜୟ ଜଗନ୍ନାଥ। ଦେଖା ହେବ ନେକ୍ସଟ ଭିଡ଼ିଓରେ।